ଆଜ୍ଞା ରାସନ କାର୍ଡ କେ ନେଇକରି ବହୁତ ବଡ଼ ଅପଡେଟ୍ ଯେନ୍ଟାକି ପଲେଇ ଆସିଛେ। ଆଗରୁ ଆପଣମାନେ ଜାଣିଥିବ ଯେନ୍ଟାକି ରାସନ କାର୍ଡରେ EKYC ଲାଗି ଯେନ୍ଟାକି ବହୁତ ସାରା ଲୋକ ଯେନ୍ଟାକି ପ୍ରୋସେସ୍ କରିଥିଲେ, ବହୁତ ସାରା ଲୋକର ଯେନ୍ଟାକି EKYC ମଝିରେ ଯେନ୍ଟାକି ହେଇଥିଲା। ଯଦି ଆପଣମାନେ EKYC ନି କରବାର୍ ବେଲେ ତାହେଲେ ଆପଣଙ୍କର ରାସନ କାର୍ଡ ଯେନ୍ଟାକି କଟିଯାଇପାରେ। ଆଉ ଆପଣମାନେ ସେଟା ନେଇ ପିଇପାରନ୍ ଯେନ୍ଟାକି ଚଉଲ୍, ଗହମ ଯେନ୍ କୌଣସି ଜିନିଷ୍ ଯଉଥିଲେ ନାଇଁ ମିଲଟ୍ ଏଟା ମାନେ ଯେନ୍ଟାକି ବାଜରା ଯେନ୍ ଜିନିଷ୍ ମାନେ ଦଉଥିଲେ ସେ ଜିନିଷ୍ ମାନେ ଯେନ୍ଟାକି ଏବେ ଆପଣମାନେ ନେଇ ପିଇପାରନ୍। ତ ସେଥିର୍ଲାଗି ବୋଲେ ଆପଣମାନେ ଆଗ୍କେ କାଣା କରିବେ ଇଟା ଜାଣିବାର୍ ଲାଗି ଯେନ୍ଟାକି ଆପଣମାନେ ଭିଡ଼ିଓକେ ଲାଷ୍ଟ ପର୍ଯ୍ୟନ୍ତ ଦେଖୁନ୍। ଆଉ ଭିଡ଼ିଓ ଯଦି ଭଲ୍ ଲାଗୁଛେ ତାହେଲେ ଗ୍ୟାରେଣ୍ଟି ଆପଣମାନେ ଆମର୍ ୟୁଟ୍ୟୁବ୍ ଚ୍ୟାନେଲ୍‌କେ ଲାଇକ୍, ସେୟାର୍ ଆପଣମାନେ କରିଦଉନ୍ ଆଉ ଗ୍ୟାରେଣ୍ଟି ଗୋଟେ କମେଣ୍ଟ କରିଦଉନ୍ ପ୍ୟାରା ସା। ତ ଆଜ୍ଞା ରାସନ କାର୍ଡରେ ଆପଣମାନେ ବହୁତ ସାରା ଲୋକ ଜାଣିଥିବେ, ବହୁତ ସାରା ଲୋକ EKYC ବି କରିଥିବେ ଆଉ ବହୁତ ସାରା ଲୋକ ଯେନ୍ଟାକି ରାସନ ବି ପାଉଥିବେ। ହେଲେ ସେମାନେ ଯେନ୍ମାନେ ଯୋଗ୍ୟତା ଅଛନ୍ ସେମାନେ ପାଉଛନ୍, ଯେନ୍ମାନେ ଯୋଗ୍ୟତା ନେଇନ ସେମାନେ ବି ପାଉଛନ୍। ହେଲେ ଯେନ୍ମାନେ ଅଧିକ ଯୋଗ୍ୟତା ଅଛନ୍ ସେମାନେ ତ ନେଇ ପାଇବାର୍ କଥା। ମାନେ ଯେନ୍ମାନେ ରାସନ କାର୍ଡ ନି ହେଲେ ବି ଚଲିପାରବେ, ଯେନ୍ଟାକି 5 କିଲୋ ଚଉଲ୍ କିମ୍ବା ଗହମ କିମ୍ବା ଯେତେ ରାସନ ସାମାନ ମିଲୁଛେ ସେମାନେ ସେ 5 କିଲୋ ନି ପାଇଲେ ବି ଯେନ୍ଟାକି ଚଲିପାରବେ। ସେମାନେ ବି ଯେନ୍ଟାକି ରାସନ କାର୍ଡରେ ଯେନ୍ଟାକି ରାସନ ପାଉଛନ୍। ଆଉ ଯେନ୍ମାନେ ପୁରା 1 ନମ୍ବର ଯେନ୍ 5 କିଲୋ ଚଉଲ୍ ପାଇବାର୍ ଜରୁରତ ଥିସି ଆଉ ସେମାନେ ସେମାନଙ୍କୁ ଯେନ୍ଟାକି ନେଇ ମିଲେ ରାସନ। ତ ସେଥିର୍ଲାଗି ବୋଲି ଯେନ୍ଟାକି EKYC ପ୍ରକ୍ରିୟାଟା ଯେନ୍ଟାକି ଷ୍ଟାର୍ଟ ହେଇଥିଲା, ଯେନ୍ ଦ୍ୱାରା କି ସମସ୍ତଙ୍କୁ ଯେନ୍ଟାକି EKYC କରବାର୍ ଲାଗି ଯେନ୍ଟାକି କୁହାଯାଇଥିଲା। କାହିଁକିନା EKYC କଲେ ହିଁ ଯେନ୍ଟାକି ଭେରିଫାଏ ହେଇପାରବା ଆଉ ଭେରିଫାଏ ହେଇପାରିଲେ ହିଁ ଯେନ୍ଟାକି ଆପଣମାନେ ଜାଣିପାରବେ ସେ ଲୋକ୍ କିଏ ପାଇବାର୍ ଯୋଗ୍ୟତା ଅଛି, କିଏ ପାଇବାର୍ ଯୋଗ୍ୟତା ନେଇନ ବୋଲିକରି। ଆଉ ଦେଖ ଏବେ ଆପଣଙ୍କୁ କାଣା କରିଦେଇଛେ ସୁଭଦ୍ରା ଯୋଜନା ବି ଗୁଟେ ଭେରିଫାଏ କଲା ଏନ୍ତା ପ୍ରୋସେସ୍ କରିଦେଇଛେ। କାହିଁକିନା ଗୁଟେ ବ୍ୟାଙ୍କ ଏକାଉଣ୍ଟରେ ଯେନ୍ଟାକି ଗୁଟେ ହିଁ ମୋବାଇଲ୍ ନମ୍ବର ଯୋଡ଼ି ରହେବାର୍ ଜରୁରୀ। ତାହେଲେ ହିଁ ଯେନ୍ଟାକି ଆପଣମାନେ ସୁଭଦ୍ରା ଯୋଜନାର ପଇସା ପାଇବେ। ଆଗଲିନେ ତ କିଛି ପ୍ରୋସେସ୍ ନି କହିଥାଇ, ଏବେ ହିଁ କହି ଦଉଛନ୍ କି ଆପଣକେ ପ୍ରୋସେସ୍ କରବାକେ ପଡ଼ବା ବୋଲିକରି ହେଲା। ତ ସୁଭଦ୍ରା କଥା ଛାଡ଼, ଆମେ କେବେ ନେକ୍ସଟ ଭିଡ଼ିଓରେ ଡିସ୍କସନ୍ କର୍ମା। ଆଜି ମୁଁ ଯେନ୍ଟାକି ଆପଣଙ୍କୁ ରାସନ କାର୍ଡ ଲାଗି କହି ଦଉଛେଁ। ଦେଖ ମୁଇଁ ରାସନ କାର୍ଡର ଆଗରୁ ବି ବହୁତ ସାରା ଭିଡ଼ିଓ ବନେଇ ଦେଇଥିନି। ମୁଁ ଆପଣଙ୍କୁ କହି ଦେଇଥିନି ଆପଣମାନେ କେନ୍ତା EKYC କରିପାରବେ, ଆପଣଙ୍କର ଘରକେ ଯେନ୍ଟାକି EKYC କରି ଆଇବେ ବୋଲି ମୁଇଁ ଯେନ୍ଟାକି କହି ଦେଇଥିନି। ଯେନ୍ଟାକି ଘର ଘର କରି ଯାଉଥିଲେ। ହେଲେ ଏବେ ଯେନ୍ଟାକି ଆପଣମାନଙ୍କୁ ଘର ଘର ଯେନ୍ଟାକି EKYC ନାଇଁ କରି ଆସନ୍। ଆପଣଙ୍କୁ ଯେନ୍ ଟାଇମ୍‌ରେ ଥିଲା ସେ ଟାଇମ୍‌ରେ EKYC ଘର ଘର କରି ଯାଉଥିଲେ, ସେ ଟାଇମ୍‌ରେ ଯଦି ଆପଣମାନେ କରିଛନ୍ ତାହେଲେ ବହୁତ ଭଲ୍ କଥା। ଆପଣଙ୍କର ରାସନ କାର୍ଡରୁ ଯେନ୍ଟାକି ନାଁ ନାଇଁ କଟେ। ଆଉ ଆପଣମାନେ ଯଦି ନି କରବାର୍ ତାହେଲେ କାଣା କରବେ ସେଟା ମୁଇଁ ଯେନ୍ଟାକି ଆପଣଙ୍କୁ କହି ଦଉଛେଁ। ଯଦି ଆପଣମାନେ EKYC ନି କରବାର୍ ବୋଲେ ଆପଣଙ୍କର ପଞ୍ଚାୟତକେ ଯଉନ୍, ଆପଣମାନେ ଯେନ୍ଠାରୁ ରାସନ ଆନସନ୍ ସେ ପଞ୍ଚାୟତକେ ଆପଣମାନେ ଯଉନ୍, ସେନେ କହୁନ୍ ମୋର୍ EKYC ନି ହେବାର୍ କରିଦିଅ, ସେ ବି ଆରାମସେ କରିଦେବା। ଆପଣଙ୍କର ରାସନ କାର୍ଡ ଯେନ୍ଟାକି ଆପଣଙ୍କୁ ନି କରିଯିବାକେ ପଡ଼ବା, ଠିକ୍ ଅଛେ। ଆପଣଙ୍କର ରାସନ କାର୍ଡ ଆପଣମାନେ ନି କରିଯିବେ, ଆପଣମାନେ ସେନେ ଆପଣଙ୍କର ଆଇ ସ୍କାନ୍ କରିଦେବେ, ତାପରେ ଫିଙ୍ଗର ପ୍ରିଣ୍ଟ ଦେବେ, ନହେଲେ ଦୁଇଟା ଭିତରୁ ଯେନ୍ଟା ବି ଗୁଟେ ଦେଲେ ବି ହେଇଯାଉଛେ। ସେଟା ଆପଣମାନେ ଦେଇକରି ଯେନ୍ଟାକି ଆପଣଙ୍କର EKYC କମ୍ପ୍ଲିଟ୍ କରିପାରବେ। ତାହେଲେ ଆପଣମାନେ ଆଖି ବି କରିଦେଇଥିବେ କିମ୍ବା ଫିଙ୍ଗର ପ୍ରିଣ୍ଟ ଦୁଇଟା ଯାକରୁ କରିଦେଇଥିବେ। କାହିଁକି ଲାଗି ନା ଦୁଇ ଜାଗାରେ ଗୁଟେ ଯଦି ନି ଆସିଲା ବେଲେ ଆଉ ଗୁଟେ ଆପଣମାନେ ଯେନ୍ଟାକି ଆନିପାରବେ। ତ ସେଥିର୍ଲାଗି ବୋଲି ଆପଣମାନେ ଆପଣଙ୍କର ରାସନ ଯେନ୍ ଜାଗାରେ ପାଉଛନ୍ ସେ ଜାଗାକେ ଯଉନ୍ ଆଉ ଯେନ୍ଟାକି EKYC କରିନେଉନ୍। କାହିଁକିନା EKYC କଲେ ହିଁ ଆପଣଙ୍କୁ ମିଲ୍ବା ରାସନ। ତ ଆପଣମାନେ ଜଲ୍ଦି କରୁନ୍ EKYC। ମିଲ୍ବା ଆଉ ଗୁଟେ ଭିଡ଼ିଓରେ। ଲାଇକ୍, ସେୟାର, ସବସ୍କ୍ରାଇବ୍। ଜୁହାର, ଜୟ ମହାକାଳ।